ଓଏମସି ମାଟି ଡମ୍ପ ଭାଙ୍ଗି ଗାଁରେ ପଶିଲା ବିଷାକ୍ତ ପାଣି। ଓଡ଼ିଶା ଖଣି ନିଗମର ଖାମଖିଆଲି ପରିଚାଳନା ତ୍ରୁଟି ଯୋଗୁଁ ଖଣି ପାର୍ଶ୍ୱବର୍ତ୍ତୀ ଜନସାଧାରଣ ଘୋର ସମସ୍ୟାରେ କାଳାତିପାତ କରୁଥିବା ବେଳେ ରବିବାର ଦିନ ଅପରାହ୍ନରେ ଖଣି ଭିତର ବର୍ଷା ଜଳ ଅଚାନକ ପ୍ରବଳ ବେଗରେ ମାଡ଼ି ଆସିବାରୁ ଗୁରୁଜାଙ୍ଗ ହାଟ ସାହି ବସ୍ତିରେ ପଶିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଅଭିଯୋଗ ହୋଇଛି। ରବିବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଜଳ ନିଷ୍କାସନ ପାଇଁ ପୂର୍ବରୁ ଉଦ୍ଦିଷ୍ଟ ରାସ୍ତା ଉପରେ ଓଡ଼ିଶା ଖଣି ନିଗମ ମାଟି ଡମ୍ପିଂ ଓ ଖଣି ପାଇଁ ଆବଶ୍ୟକ ପ୍ରୋଜେକ୍ଟ ନିର୍ମାଣ କରିଦେଇଥିବାରୁ ଜଳ ନିଷ୍କାସନ ସଠିକ୍ ରାସ୍ତା ହୋଇ ନପାରି ଗାଁ ଭିତରେ ବିଷାକ୍ତ କ୍ରୋମିୟମ ଜଳ ପଶିଯାଇଥିବାରୁ ଅଭିଯୋଗ ହୋଇଛି। ବର୍ଷା ଜଳ ଖଣିରୁ ନିର୍ଗତକୁ ଜଳ ବିଶୋଧନ ପ୍ରୋଜେକ୍ଟରେ ବିଶୋଧନ କରି ବ୍ୟବହାର ଯୋଗ୍ୟ କରିବାର ନିୟମ ରହିଥିବା ବେଳେ ଓଡ଼ିଶା ଖଣି ନିଗମ ଏହାକୁ ଖାତିର ନ କରି ଜଳ ବିଶୋଧନ ନ କରି ସିଧା ଛାଡ଼ି ଦେଇଥିବାରୁ ଅଞ୍ଚଳବାସୀ ବିଭିନ୍ନ ମାରାତ୍ମକ ରୋଗରେ ପଡ଼ି ମୃତ୍ୟୁବରଣ କରୁଥିବାର ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ପ୍ରତିନିଧି ସୁନୀଲ ମହାନ୍ତଙ୍କ ରିପୋର୍ଟ, G9 ଓଡ଼ିଆ।